ଆପଣ ନଥିଲେ ଆମ ସିନେମାଟା ହିଟ୍ ହେବନି। ଆପଣ ଟିକେ ହିଟ୍ କରନ୍ତୁ। ଗୋଟେ ଝିଅକୁ କ'ଣ ଛି କୁହାଯାଉଥିଲା କିନ୍ତୁ ଆରେ ଝିଅକୁ ନୁହଁ, ଏଇଟା କୁହାଯାଉଛି ଯେ ମାନେ ଆମର କ'ଣ କହିଲେ ଗୋଟେ ସମାଜକୁ କୁହାଯାଉଛି, ସମାଜକୁ କୁହାଯାଉଛି। ସେଠି ଛିରେ ନନି ଏଇଟା ନୁହଁ, ଛିରେ ସମାଜ। କାହିଁକି ଆଜି ସିନେମା ପାଇଁ ବହୁତ ନର୍ଭସ୍ ଅଛି। ଆପଣମାନେ ଦେଖିପାରୁଥିବେ, ମୋ ଝାଳୁ ଦେଖି ଜାଣିପାରୁଥିବେ। କାହିଁକି ଆମେ ଯେଉଁ କଷ୍ଟଟା କରିଛୁ ସେଠି ଝାଳୁ ପାଇଁ କରିଥିଲୁ। ମୋତେ ଲାଗୁଛି ଆଜି ଯଦି ଝାଳ ବୁହାର ପରିଶ୍ରମ ଦର୍ଶକମାନେ ଭଲ ପାଇବା ଦେଲେ, ନିହାତି ଝାଳ ବୁହାର ମାନେ ଆମେ ଯେଉଁ ଝାଳ ବୁହାଇଥିଲୁ ତାର ଆଜି ରୁମାଲଟା ଆମେ ମିଳିଯିବ ଆଜି। ଆଉ ଆପଣ ଜାଣିଛନ୍ତି ଛିରେ ନନି ଛି 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 ଛିରେ ନନି ଛି 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 ଛିରେ ନନି ଛିରେ ଛିରେ ଛି, ଏଇ ଗୀତଟା ଆପଣ ଭାଇରାଲ କରିଥିଲେ। ଯେଉଁ ଭାଇରାଲ କରିଥିଲେ ଆକ୍ଚୁଆଲି ସେ ଭାଇରାଲଟା ହେଇଛି ନା, ଏ ସିନେମାଟା କିନ୍ତୁ ଅଲଗା ତା ଭିତରେ ରହୁଛି। କିନ୍ତୁ ଟାଇଟେଲଟା ଦିଆଯାଇଛି ଛିରେ ନନି ଛି ନା ନାଇଁ। ଆପଣ ଦେଖନ୍ତୁ, ମୋତେ ଲାଗୁଛି ଆପଣମାନଙ୍କୁ ଭଲ ଲାଗିବ। ଆଉ ସିନେମାଟା ନିହାତି ଗୋଟେ ମାନେ ନୂଆ ଲାଗିବ। ଆପଣମାନେ ଜାଣିଛନ୍ତି ସୁଶାନ୍ତ ମଣି ଆଉ ଆମର ସୀତାରାମ ସାର୍ଙ୍କର ଆଗରୁ କେମିଷ୍ଟ୍ରିଟା ଭଲ ଅଛି, ବଣ୍ଡିଂଟା ଭଲ ଅଛି। ସେ ବହୁତ ବହୁତ ହିଟ୍ ସିନେମା ଦେଇଛନ୍ତି। ଆଉ ମୋତେ ଲାଗୁଛି ସିନେମାଟା ଆମେ ତ ଭଲ କାମ କରିଛୁ, ବାକି ରହିଲା ଦର୍ଶକମାନଙ୍କ ଉପରେ କଥା। ଆଉ ସେମାନେ ଯଦି ଭଲ ପାଇବା ଦେଲେ ନିହାତି ସିନେମାଟା ହିଟ୍ ହେବ। ଆଉ କୋ ଆର୍ଟିଷ୍ଟ ନିହାତି ଆମ ଶୈଳେନ୍ଦ୍ର ଶିବାନୀ ରହୁଛନ୍ତି। ତାଙ୍କ ସାଙ୍ଗରେ ମୁଁ ଅଲରେଡ଼ି ସାଙ୍ଗ ଭଳିଆ ଆମର ସବୁ ଆମ ଟିମ୍ଟା ପୁରା ବଣ୍ଡିଂ ଗୋଟେ ସାଙ୍ଗ ଭଳିଆ ଲାଗିଲା। ଗୋଟେ ସ୍କୁଲର ବ୍ୟାଚମେଣ୍ଟ ଭିତରେ ଯେଉଁ ବଣ୍ଡିଂଟା ଥାଏ, ଆମେ ସେଇ ଭଳିଆ କାମଟା ହେଇଛି। ଆଉ ସୁଶାନ୍ତ ମଣି ସାର୍ ଡର ଲାଗୁଥିଲା ଆକ୍ଚୁଆଲି। ସୁଶାନ୍ତ ମଣି ଆକ୍ଚୁଆଲି ତାଙ୍କର ନାଁଟା ଅଛି। ମୁଁ ଭାବିଲି କାଟେ ଜାକି ଚୁକି ଦେବି କି କ'ଣ ଟିକେ ଇଏ କରିବୁ କି, କିନ୍ତୁ ଦେଖିଲା ବେଳକୁ ସେ ପୁରା ଏତେ ସରଳ ଭାବରେ କାହାଣୀଟା ନେଇଛନ୍ତି, ଆଗକୁ ନେଇଛନ୍ତି। ଆଉ ଅଲଗା ବୟ ଉପରେ ହେଇଛି। ନିହାତି ଗୋଟେ ତର୍ଜମା କରି ଗୋଟେ କରାହେଇଛି ୟଙ୍ଗଷ୍ଟାର ମାନଙ୍କ ପାଇଁ। ଆକ୍ଚୁଆଲି ଗୋଟେ ଏଇଟା ନିହାତି ଏଇଟା ଗୋଟେ ଲଭ୍ ଷ୍ଟୋରି ଉପରେ ହେଉଛି। ଆଉ ୟଙ୍ଗ ମାନେ କୋଉଭଳିଆ ମାନେ ଲଭ୍ କରି କୋଉଭଳିଆ ଧୋକା ପାଉଛନ୍ତି, ଘର ଯୋଉଭଳିଆ ମାନେ ରାଜ୍ୟ ହେଉନାହାନ୍ତି, ତାପରେ କ'ଣ ଝୁଲି ଯାଉ ହୁଅନ୍ତି, ବୁଝୁଛ ନା ନାଇଁ। ଏ ସିନେମା ଦର୍ଶା ହେଇଯାଇଛି। କାହାଣୀଟା କ'ଣ ହେଉଛି ଆପଣ ସିନେମା ଜାଣି ସାରିଲା ପରେ, ଦେଖି ସାରିଲା ପରେ ଜାଣିପାରିବେ। ନା ଶୁଣନ୍ତୁ, ହିରୋ ହିରୋଇନ ଶୁଣନ୍ତୁ ପ୍ରେମ ପାଇଁ କେତେ ତ୍ୟାଗ କରୁଛନ୍ତି। କିଏ ମରିଯାଉଛନ୍ତି, କିଏ କାହାକୁ ଛାଡ଼ିକି ବାହା ହେଇଯାଉଛନ୍ତି, କିଏ ବୁଝ ନା ନାଇଁ। ଜଣେ ଜଣଙ୍କ 10 ବର୍ଷର ଭଲ ପାଇବା ପରେ ବି ବାହା ହେଲା ପରେ ବେଦୀରୁ ଉଠି ଯାଉଛନ୍ତି କନ୍ୟା। ଜଣଙ୍କର ଚତୁର୍ଥ ରାତ୍ରିରୁ ବେଳେବେଳେ ଚତୁର୍ଥ ରାତ୍ରି ଆରମ୍ଭ ହେବା ପୂର୍ବରୁ କନ୍ୟାମାନେ ଉଠି ଯାଉଛନ୍ତି, କୁଆଡ଼େ ପଳେଇ ଯାଉଛନ୍ତି, ବୁଝ ନା ନାଇଁ। ତେଣୁ ମାନେ ଆମେ ସେଠି ଏଇଟା ଦେଖେଇନୁ। ଆମେ ଦେଖୁଛୁ ପ୍ରେମଟା କେଉଁଭଳିଆ ହେଇପାରେ, ପ୍ରେମଟା କେଉଁ ସ୍ତରରେ ପହଞ୍ଚାଇ ପାରେ। ଆଉ ପ୍ରେମଟା ବି ଶେଷ ସ୍ତର ହେଉଛି ମାନେ ଆତ୍ମହତ୍ୟା। ପ୍ରେମଟା ଆକ୍ଚୁଆଲି ଆତ୍ମହତ୍ୟା ନୁହଁ, ଶେଷ ସ୍ତର ଆତ୍ମହତ୍ୟା ନୁହଁ। ଆଉ ଯଦି ବାପା ବୋଉ ବି ଅଛନ୍ତି, ଏଇଟା ବି ଅଛନ୍ତି, କିନ୍ତୁ ଆମର ଗୋଟେ ସୋସିଆଲ ଗୋଟେ ମେସେଜ ଦିଆଯାଇଛି। ଲାଷ୍ଟ ଆପଣ ମାନେ ଫିଲ୍ମ ଦେଖି ସାରିଲା ପରେ ଜାଣିପାରିବେ। ନା ସିଏ ଅଲଗା ଥିଲା, ଏଇଟା ବି ଅଲଗା ଡିଫରେନ୍ସ କରାଯାଇଛି। ନା ସେଟା ଛିରେ ନନି କରାଯାଇଥିଲା। ଛିରେ ନନି ଛି, ଗୋଟେ ଝିଅକୁ କ'ଣ ଛି କୁହାଯାଉଥିଲା କିନ୍ତୁ ଆରେ ଝିଅକୁ ନୁହଁ, ଏଇଟା କୁହାଯାଉଛି ଯେ ମାନେ ଆମର କ'ଣ କହିଲେ ଗୋଟେ ସମାଜକୁ କୁହାଯାଉଛି, ସମାଜକୁ କୁହାଯାଉଛି। ସେଠି ଛିରେ ନନି ଏଇଟା ନୁହଁ, ଛିରେ ସମାଜ। କାହିଁକି ସମାଜଟା ଭଲ ପାଏ ବୁଝିପାରେନି କି ବାପା ବୋଉ ଭଲ ପାଏ କାହାର। ଆଜିକାଲି ଯେଉଁ ପ୍ରେମଟା ହେଉଛି ବାପା ବୋଉ ବୁଝିପାରନ୍ତିନି। ନିଜ ସ୍ୱାର୍ଥ ପାଇଁ ପୁଅ ଆଉ ଝିଅମାନଙ୍କର ମାନେ ଆତ୍ମବଳିଦାନ ଚେଷ୍ଟା କରନ୍ତି। କିନ୍ତୁ ଏଠି କିନ୍ତୁ ପ୍ରେମ ସକ୍ସେସ୍ ହେଇଛି ଆକ୍ଚୁଆଲି ଜାଣିବାର କଥା। ଆପଣ ଦେଖନ୍ତୁ, ଆକ୍ଚୁଆଲି ମୁଁ ଯାଇନି, ନର୍ଭସ୍ ହେଇଗଲି। ମୁଁ ଟିକେ ଗଲା ପରେ ଆଉ କିଛି କହିବି। କାହିଁକି କହିଲେ ମୁଁ ସକାଳ ଶୋଟା ଦେଖିନଥିଲି, ବର୍ତ୍ତମାନ ଶୋଟା ପଶିଲି ତ ଏ ଭିଡ଼ ବଢ଼ା ଦେଖି ମୋତେ ଲାଗୁଛି ସିନେମା ନିହାତି ହିଟ୍ ହେବ। ଆପଣମାନଙ୍କୁ ବହୁତ ଧନ୍ୟବାଦ। ଆପଣମାନେ ହେଲେ ଆମର କ'ଣ କହିଲେ ଆମେ ପହଞ୍ଚୁଛୁ ଦର୍ଶକମାନଙ୍କ ପାଖରେ। ଆପଣ ନଥିଲେ ଆମ ସିନେମାଟା ହିଟ୍ ହେବନି। ଆପଣ ଟିକେ ହିଟ୍ କରନ୍ତୁ। କ'ଣ କହୁଛନ୍ତି, କହିବେ ନା ନାଇଁ? ରେଡ୍ଡି ତ ଜୟ ଜଗନ୍ନାଥ।